ଚାଷ ଜମି ପ୍ରସ୍ତୁତିରେ ଭୂମି ସମତଳୀକରଣ ବା ମାଟି ସମତୁଲ କରିବାର ଏକ ବିଶେଷ ମହତ୍ୱ ଅଛି। ଗବେଷଣାରୁ ଏହା ଜଣାପଡ଼ିଛି ଯେ ସମତଳ ଭୂମିରେ ଜଳସେଚନ ସମୟରେ କମ୍ ପାଣି ଖର୍ଚ୍ଚ ହେବା ଯୋଗୁଁ କମ୍ ଅର୍ଥ ବିନିଯୋଗ କରିବାକୁ ପଡ଼ିଥାଏ। ଏଥିପାଇଁ ଶ୍ରମ ଏବଂ ଅନ୍ୟାନ୍ୟ ସାଧନ ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ। ପାରମ୍ପରିକ ଭାବେ କରାଯାଉଥିବା ଭୂମି ସମତଳୀକରଣ ବିଧିରେ କ୍ଷେତ ସମ୍ପୂର୍ଣ୍ଣ ଭାବେ ସମତଳ ହୋଇନଥାଏ। କ୍ଷେତ ଉଚ୍ଚା ନିଚା ରହିଯାଏ। ଫଳସ୍ୱରୂପ ଏପରି କ୍ଷେତ୍ରରେ ସଫଳ ଚାଷ ପାଇଁ ପରିଶ୍ରମ ସହିତ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼େ। ଏହିସବୁ କ୍ଷତିରୁ ବଞ୍ଚିବା ପାଇଁ ଆଜିକାଲି କୃଷକମାନଙ୍କ ପାଇଁ ଆଧୁନିକ ପଦ୍ଧତି ଉପଲବ୍ଧ ଅଛି। ଲେଜର ଲ୍ୟାଣ୍ଡ ଲେଭେଲିଂ ବା ଲେଜର ଭୂମି ସମତଳୀକରଣ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଲେଜର କିରଣର ସଠିକ୍ ନିର୍ଦ୍ଦେଶରେ ଭୂମିକୁ ସମତଳ କରାଯାଏ। ଆସନ୍ତୁ ଜାଣିବା ଲେଜର ଦ୍ୱାରା ଭୂମି ସମତଳୀକରଣ କିପରି ଭାବରେ ହୋଇଥାଏ। ବିଭିନ୍ନ ଜାଗାର ସର୍ବେକ୍ଷଣ କରି ଭୂମିର ଏକ ହାରାହାରି ଉଚ୍ଚତା ନିର୍ଦ୍ଧାରଣ କରାଯାଏ। ଏହାପରେ ଜମିର ଉଚ୍ଚ ସ୍ଥାନମାନଙ୍କରୁ ମାଟିକୁ କାଟି ନିଚ ସ୍ଥାନମାନଙ୍କରେ ପକାଯାଇଥାଏ। ଏହି ସବୁ କାମ ବିଭିନ୍ନ ଉପକରଣ ଦ୍ୱାରା ଲେଜର କିରଣ ସହାୟତାରେ କରାଯାଇଥାଏ। ଏହି ଉପକରଣଗୁଡ଼ିକ ହେଲା ଡ୍ରାଗ୍ ବକେଟ୍, ଲେଜର ଟ୍ରାନ୍ସମିଟର, ଲେଜର ରିସିଭର, କଣ୍ଟ୍ରୋଲ ବକ୍ସ ବା ନିୟନ୍ତ୍ରଣ ବାକ୍ସ, ହାଇଡ୍ରୋଲିକ୍ ସିଷ୍ଟମ, 50 ବା ତାଠାରୁ ଅଧିକ ହର୍ସ ପାୱାରର ଏକ ଟ୍ରାକ୍ଟର। ପ୍ରଥମେ ଲେଜର ଟ୍ରାନ୍ସମିଟରକୁ କ୍ଷେତ ବାହାରେ ଏକ 3 ପାଦିଆ ଷ୍ଟାଣ୍ଡରେ ଲଗାଇ ଦିଆଯାଇଥାଏ। ଏହି ଟ୍ରାନ୍ସମିଟର ସବୁ ଦିଗକୁ ନିରନ୍ତର ଲେଜର ସଂକେତ ଛାଡୁଥାଏ। ଏହି ସଂକେତକୁ ଟ୍ରାକ୍ଟରରେ ଲାଗିଥିବା ଲେଜର ରିସିଭର ଗ୍ରହଣ କରିଥାଏ। ଲେଜର ରିସିଭର ଏବଂ ଟ୍ରାକ୍ଟରରେ ଲାଗିଥିବା ନିୟନ୍ତ୍ରଣ ପ୍ରଣାଳୀ ସବୁ ଏହି ସଂକେତ ଅନୁଯାୟୀ ଡ୍ରାଗ୍ ବକେଟ୍କୁ ଉପର ତଳ କରିଥାଏ। ଏହି ଲେଜର ଲେଭେଲର 500ରୁ 1500 ମିଟର ମଧ୍ୟରେ ଜମିକୁ ଶୀଘ୍ର ଓ ସଠିକ୍ ସମତଳୀକରଣ କରିବାରେ ସମର୍ଥ ଅଟେ। ଯେତେବେଳେ ନିୟନ୍ତ୍ରଣ ପ୍ରଣାଳୀର ଆଲୋକ ନାଲିରୁ ସବୁଜ ହୋଇଯାଏ, ଏହାର ଅର୍ଥ ଡ୍ରାଗ୍ ବକେଟ୍ ସଠିକ୍ ସ୍ତରକୁ ଆସିଯାଇଛି। ଆସନ୍ତୁ ଆମେ ଲେଜର ଲ୍ୟାଣ୍ଡ ଲେଭେଲିଂର ପ୍ରକ୍ରିୟା ସବୁ ଦେଖିବା। ପ୍ରଥମରେ ହଳ କରିବା। ପ୍ରଥମେ ଜମିରେ ସଠିକ୍ ଆର୍ଦ୍ରତା ଥିଲାବେଳେ ହଳ ଚଲାଯାଏ। ଏହାଦ୍ୱାରା ମାଟି ନରମ ହୁଏ ଏବଂ ବଡ଼ ମୁଣ୍ଡା ରହେ ନାହିଁ। କ୍ଷେତର ମଧ୍ୟ ଭାଗରୁ ବାହାର ଆଡ଼କୁ ହିଁ ହଳ ଚଲାଇବା ଉଚିତ। ଦ୍ୱିତୀୟରେ ଜମିର ଉଚ୍ଚା ନିଚା ଅଂଶକୁ ଚିହ୍ନଟ। ଟ୍ରାନ୍ସମିଟର ସାହାଯ୍ୟରେ କ୍ଷେତର ଉଚ୍ଚ ଏବଂ ନିଚ ଅଂଶଗୁଡ଼ିକ ଚିହ୍ନଟ କରାଯାଏ ଓ ମପାଯାଏ। ମପାଯାଇଥିବା ସମସ୍ତ ଉଚ୍ଚତାରୁ କ୍ଷେତର ହାରାହାରି ଉଚ୍ଚତା ନିର୍ଣ୍ଣୟ କରାଯାଏ। ଏଥିରୁ ଜଣାଯାଏ ଯେ ସମତଳୀକରଣ ପ୍ରକ୍ରିୟାରେ ମାଟିକୁ କେଉଁଠାରୁ କେଉଁଠାକୁ ନିଆଯିବ। ତୃତୀୟରେ ଭୂମି ସମତଳୀକରଣ। ଲେଜର ଲେଭେଲର ଡ୍ରାଗ୍ ବକେଟ୍କୁ କ୍ଷେତର ହାରାହାରି ଉଚ୍ଚତା ନିର୍ଣ୍ଣୟ କରାଯାଇଥିବା ସ୍ଥାନର ପାଖାପାଖି ସ୍ଥାପନ କରାଯାଏ। ଭୂମି ସ୍ତରଠାରୁ 1ରୁ 2 ସେଣ୍ଟିମିଟର ଉପରକୁ ଡ୍ରାଗ୍ ବକେଟ୍ର କଟିଂ ବ୍ଲେଡ୍କୁ ରଖାଯାଏ। ଟ୍ରାକ୍ଟରକୁ ଏକ ବୃତ୍ତାକାର ପଥରେ ଜମିର ଉଚ୍ଚ ସ୍ଥାନରୁ ନିଚ ସ୍ଥାନକୁ ଚଲାଯାଇଥାଏ। ଡ୍ରାଗ୍ ବକେଟ୍ରେ ମାଟି ଭର୍ତ୍ତି ହୋଇଗଲେ ଟ୍ରାକ୍ଟରକୁ ନିଚ ସ୍ଥାନକୁ ଓ ମାଟି ଖାଲି ହୋଇଗଲେ ଟ୍ରାକ୍ଟରକୁ ଉଚ୍ଚ ସ୍ଥାନକୁ ନିଆଯାଇଥାଏ। ସମତଳୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ଡ୍ରାଗ୍ ବକେଟ୍କୁ ଭୂମିର ସବୁଠାରୁ ଉଚ୍ଚ ସ୍ଥାନରୁ ସବୁଠାରୁ ନିଚ ସ୍ଥାନକୁ ନିଆଯାଇଥାଏ। ଭୂମି ସମତଳୀକରଣ ପରେ ପୁନର୍ବାର ଜମିର ବିଭିନ୍ନ ସ୍ଥାନକୁ ମପାଯାଏ ଏବଂ ନିଶ୍ଚିନ୍ତ କରାଯାଏ ଯେ ସମତଳୀକରଣ ଠିକ୍ ଭାବରେ ହୋଇଛି।
ଏବେ ଆସନ୍ତୁ ଜାଣିବା ଲେଜର କିରଣ ଦ୍ୱାରା ଭୂମି ସମତଳୀକରଣର ଉପକାରିତା। ଅନାବନା ଘାସ ନିୟନ୍ତ୍ରଣ। ସଠିକ ଭାବେ ସମତଳୀକୃତ ଜମିରେ ସେଚିତ ଜଳ ସବୁଠାରେ ସମାନ ଭାବରେ ପହଞ୍ଚିଥାଏ। ଫଳରେ ଅନାବନା ଘାସ ବୃଦ୍ଧି କମ୍ ହୁଏ ଏବଂ ଘାସ ବାଛିବାରେ ମଜୁରୀ ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ। ଜଳର ସଦୁପଯୋଗ। ଭୂମିର ସଠିକ ସମତଳୀକରଣ ଯୋଗୁଁ ସମ୍ପୂର୍ଣ୍ଣ ଜମିରେ 25-30% କମ୍ ପାଣି ଆବଶ୍ୟକ ପଡ଼ିଥାଏ। ଫସଲ ବୃଦ୍ଧି। ଭୂମି ସମତଳୀକରଣ ଯୋଗୁଁ ବିହନ ସମାନ ଭାବରେ ବିଞ୍ଚି ହୁଏ। ଫଳରେ ଫସଲର ଗୁଣବତ୍ତା ଓ ପରିମାଣ ବୃଦ୍ଧି ପାଏ। ବଡ଼ ବଡ଼ କ୍ଷେତରେ ବିହନ ବୁଣିବା ଏବଂ ଫସଲ କାଟିବା ସମୟରେ କମ୍ ଶ୍ରମିକ ଓ ମଜୁରୀ ଲାଗିଥାଏ। ଥରେ ସମତଳୀକରଣ କରାଯିବା ପରେ ଏହାର ଉପକାରିତା ପ୍ରାୟତଃ 4-5 ବର୍ଷ ପର୍ଯ୍ୟନ୍ତ ରହିଥାଏ। ଭୂମି ସମତଳୀକରଣ ପ୍ରକ୍ରିୟାରେ ଲେଜର ପଦ୍ଧତିର ପ୍ରୟୋଗ ଯୋଗୁଁ ପ୍ରକ୍ରିୟାଟି ସହଜରେ, କମ୍ ସମୟରେ, କମ୍ ଖର୍ଚ୍ଚରେ, କମ୍ ଶ୍ରମ ବିନିଯୋଗରେ ହୋଇଥାଏ। ଫଳରେ କୃଷକମାନେ ବହୁଳ ମାତ୍ରାରେ ଉପକୃତ ହୋଇଥାନ୍ତି।